ବନ୍ଦେ ପୁରୁଷୋତ୍ତମମ୍। ଶ୍ରୀ ଶ୍ରୀ ଠାକୁରଙ୍କର ଅବିକୃତ ବାଣୀରୁ ସଂକଳିତ ଇଷ୍ଟପ୍ରୋକ୍ତ ଗ୍ରନ୍ଥରୁ ପାଠ। ସଂକଳକ ଶ୍ରୀ ବିବେକ ରଞ୍ଜନ ଚକ୍ରବର୍ତ୍ତୀ। ପ୍ରଶ୍ନ ସଂଖ୍ୟା 105। ଆମ୍ଭମାନଙ୍କର ଏହି ସଂଗଠନ ଆହୁରି ଶକ୍ତିଶାଳୀ ଓ ଭଲ କରାଯାଇପାରିବ କ'ଣ କଲେ? ଶ୍ରୀ ଶ୍ରୀ ଠାକୁର ଆଗେ ନିଜେ ସଂଗଠିତ ହୁଅ। ସର୍ବତ ଭାବରେ ସୁକେନ୍ଦ୍ରିକ ତତ୍ପରତାରେ ଅନୁଶୀଳନ ଆତ୍ମବିନାୟନ ନେଇ ଏକାନୁଧ୍ୟାୟୀ ଅନ୍ୱିତ ସକ୍ରିୟ ସାର୍ଥକତାରେ ତେବେ ସଂଗଠନ କରିବାକୁ ଯାଅ। ନହେଲେ ସେହି ସଂଗଠନ କୁଣ୍ଡିଆ ତୁମର ଅଘଟଣ ଘଟାଇବା ପାଇଁ କମ୍ ହିଁ ଦ୍ୱିଧାବୋଧ କରିବ। ବାଣୀ ସଂଖ୍ୟା 9 ଚର୍ଯ୍ୟାସୂକ୍ତ। ଆପଣମାନେ ଯେଉଁ ସଂହତି କରନ୍ତି, ମୂଳରେ ଅର୍ଥାତ୍ ଇଷ୍ଟଙ୍କ ପ୍ରତି ଟାଣ ରହିଲେ ସଂହତି ଆପେ ଆପେ ହିଁ ଆସେ। କେବଳ ପରସ୍ପର ମଧ୍ୟରେ ଯେ ଭଲ ପାଇବା ଆସେ ତା ନୁହେଁ, ଆ ବ୍ରହ୍ମସ୍ତମ୍ଭ ପର୍ଯ୍ୟନ୍ତ ଭଲ ପାଇବା ବ୍ୟାପ୍ତ ହୋଇପଡ଼େ। ଆଲୋଚନା ପ୍ରସଙ୍ଗେ ଚତୁର୍ଥ ଖଣ୍ଡ ପୃଷ୍ଠା 59। ଘୃଣା, ବିଦ୍ୱେଷ, ହୀନମନ୍ୟତା, କ୍ଷମତା ଲିପ୍ସା, ନେତୃତ୍ୱରେ ସ୍ପୃହା ଇତ୍ୟାଦି କୌଣସି ପ୍ରତିକ୍ରିୟାମୂଳକ ପ୍ରଚେଷ୍ଟା ଥାଇ ଯଦି ଆମ୍ଭେ ମିଳିତ ହେବାକୁ ଯାଉଁ, ତେବେ ସେହି ମିଳନ କିନ୍ତୁ ହେବ କ୍ଷଣିକ। ସେଥିରେ ପ୍ରବୃତ୍ତିର ସ୍ୱାର୍ଥ ରହିବ, କିନ୍ତୁ ସତ୍ତାର ସ୍ୱାର୍ଥ ରହିବ ନାହିଁ। ତେଣୁ ତାହା ଧ୍ୱଂସ ହୋଇଯିବ। ଆଲୋଚନା ପ୍ରସଙ୍ଗେ ତୃତୀୟ ଖଣ୍ଡ ପୃଷ୍ଠା 179। ମଣିଷ ନଥିଲେ କେତେଗୁଡ଼ିଏ ବଡ଼ ବଡ଼ ପ୍ରତିଷ୍ଠାନ ରହିଲେ ମଧ୍ୟ କାମ ହୁଏ ନାହିଁ। ମଣିଷ ଠିକ୍ ହେଲେ ଆଉ ସବୁ ଆପେ ଆପେ ଠିକ୍ ହୋଇଯାଏ। ଆଲୋଚନା ପ୍ରସଙ୍ଗେ ପଞ୍ଚମ ଖଣ୍ଡ ପୃଷ୍ଠା 90। ସଂଗଠନର ପ୍ରାଣ ହିଁ ହେଲା ଏକ ପ୍ରାଣତା ବା ଆଦର୍ଶ ପ୍ରାଣତା। ଆଲୋଚନା ପ୍ରସଙ୍ଗେ ପ୍ରଥମ ଖଣ୍ଡ ପୃଷ୍ଠା 244। ଜୟ ଗୁରୁ।